ଜୟ ଜଗନ୍ନାଥ ନମସ୍କାର ଶୁଭ ସକାଳ ସମସ୍ତ ଭାଇ ନମସ୍କାର ଭାଇମାନେ ଭିଡ଼ିଓଟି ଆପଣମାନେ ନିଜେ ଦେଖିବେ ନିଜେ ବୁଝିବେ ନିଜେ ବୁଝିବା ସାଙ୍ଗରେ ଅଲଗା ଭାଇମାନଙ୍କୁ ବି ଭିଡ଼ିଓଟି ସେୟାର କରିବା ପାଇଁ ଚେଷ୍ଟା କରିବେ। ତ ଆଜି ଯେଉଁ ଚିହ୍ନ ଅଛି ଆପଣମାନଙ୍କୁ ଅତି ସହଜ ଲାଗୁଥିବ, କିନ୍ତୁ ଅତି ସହଜ ଭିତରେ ବି ଅତି କଷ୍ଟ ଅଛି, ବୁଝିବା ପାଇଁ ତାକୁ ଦରକାର। ଆଉ ସମସ୍ତେ ପ୍ରାୟ ଜାଣିଥିବେ ଭାଇମାନେ, କିନ୍ତୁ କିଛି ଭାଇମାନେ ବର୍ତ୍ତମାନ ବି ଜାଣିନଥିବେ। ମାନେ ଅତି ସହଜ ଜିନିଷଟା ଅତି କଷ୍ଟ ବି ହୋଇଥାଏ, ନିହାତି ସବୁ ଜିନିଷ ଜାଣିବା ଦରକାର। ତ ପ୍ରଥମେ ଆମର ଅଛି ସିଧା ଚିହ୍ନ, ଲେଫ୍ଟ ଚିହ୍ନ ଅଛି, ଯେଉଁଟାକି ଲେଖା ହେଇଛି ସେଇଟା ଆଗକୁ ଚାଲିବା କିମ୍ବା ବାମକୁ ମୋଡ଼ିବା ବାଧ୍ୟତାମୂଳକ। ଏହି ଚିହ୍ନ ଯିବା ଆସିବା ପାଇଁ ସିଧା ଚାଲିବା କିମ୍ବା ବାମକୁ ମୋଡ଼ିବାର ନିର୍ଦ୍ଦେଶ ଦେଇଥାଏ। ଠିକ୍ ଅଛି, ଯେଉଁ ଜାଗାରେ ଏଇ ଚିହ୍ନ ଅଛି ଆପଣମାନେ ବାଁକୁ ବି ଯାଇପାରିବେ ଆଉ ସିଧା ବି ଯାଇପାରିବେ, କୌଣସି ଅସୁବିଧା ନାହିଁ। ବାଁ ପଟ ରାସ୍ତା ଥିଲେ ବାଁ ପଟକୁ ଯାଇପାରିବେ, ଡାହାଣକୁ ତ ଯିବା ପାଇଁ ମନା ଅଛି, ଡାହାଣକୁ ବିଲକୁଲ କଟିକି ନାହିଁ ନା, ସିଧା ଅଛି, ସିଧା ଯାଇପାରିବେ ଆପଣମାନେ, କିଛି ଅସୁବିଧା ନାହିଁ। ସେକେଣ୍ଡ ପଳେଇ ଆସିଲା ଏଇଟା, ଡାହାଣକୁ ମୋଡ଼ିବା ବାଧ୍ୟତାମୂଳକ। ଏହି ଚିହ୍ନ ଯିବା ଆସିବା ପାଇଁ ଡାହାଣକୁ ମୋଡ଼ିବାର ନିର୍ଦ୍ଦେଶ ଦେଇଥାଏ। ଯେମିତି କିଛି କିଛି ଜାଗାରେ ଆଗକୁ ରାସ୍ତା ଥିବ, କିନ୍ତୁ ସେ ଜାଗାରେ ନୋ ଏଣ୍ଟ୍ରି ଥିବ, କୌଣସି ପ୍ରୋବ୍ଲେମ୍ ଥିବ କି ଯାହା ଥିବ, ସିଗ୍ନାଲ ଯଦି ରାଇଟ୍ ଟର୍ଣ୍ଣ ଅଛି ତ ଆପଣମାନେ ରାଇଟ୍ ନେବେ। ସେ ଜାଗାରେ ଡାହାଣକୁ ନେବା ପାଇଁ ଏଇଟା ଚିହ୍ନ ପୁରା ଡାହାଣକୁ, ମାନେ ଏଇ ଜାଗାରେ ଚିହ୍ନ ଦିଆହେଇଛି ମାନେ କିଛି ଅଛି, ସେ ଜାଗାରେ ସିଧା ନ ଯାଇ ଆମେ ଡାହାଣକୁ ଯିବା। ସେଭଳିଆ ବାମକୁ ମୋଡ଼ିବା ବାଧ୍ୟତାମୂଳକ। ଏହି ଚିହ୍ନ ଯିବା ଆସିବା ପାଇଁ ବାମକୁ ମୋଡ଼ିବାର ନିର୍ଦ୍ଦେଶ ଦେଇଥାଏ। ଇଏ ବି ବାମକୁ ଆପଣମାନେ ଯିବାର ଥିଲେ ବାମକୁ ଯିବେ। ଆସିଗଲା ଏଇଟା ମେନ୍ ପଏଣ୍ଟଟା, ଦେଖନ୍ତୁ। ଏମିତି ଯେଉଁ ଜାଗାରେ ଚିହ୍ନ ଥିବ ଆଗକୁ ଯାଇ ଡାହାଣକୁ ମୋଡ଼ିବା ବାଧ୍ୟତାମୂଳକ। ଜଙ୍କସନର ପ୍ରଥମରୁ କେବଳ ଡାହାଣକୁ ମୋଡ଼ିବା ନିର୍ଦ୍ଦେଶ ଦେଇଥାଏ। ବାସ୍ ଏଇ ଚିହ୍ନଟି ଆପଣମାନେ ପୁରା ଗୁରୁତ୍ୱପୂର୍ଣ୍ଣ ଅଛି ଆଉ ସମସ୍ତ ଭାଇମାନେ ଜାଣିବା ଦରକାର। କିଛି ଭାଇମାନେ ଦେଖିବେ ଡ୍ରାଇଭର ଭାଇମାନେ ଆମର ସିଧା ରାସ୍ତା ଥିବ ଟାଉନ ଭିତରେ ଢୁକିଯିବେ। ପ୍ରାୟ ଡ୍ରାଇଭର ଭାଇମାନେ ମୁଁ ଦେଖିଛି ସିଟି ଭିତରେ, ମାନେ ଯେଉଁଟାକି ଜାଣିପାରିବେନି ସିଟି ଭିତରେ ଢୁକିଯିବେ, କିନ୍ତୁ ପ୍ରାୟ ଜାଗାରେ ବାଇପାସ୍ ଅଛି। ତ ଯେମିତିକି ଆମର ସପୋଜ ଉଦାହରଣ ଢେଙ୍କାନାଳରେ ଆଗରୁ କ'ଣ ଥିଲା, ଆମର ଢେଙ୍କାନାଳରେ ଯେତେବେଳେ ଇଆଡ଼ୁ ଅନୁଗୁଳ ଆଡ଼ୁ ଯାଆନ୍ତି ଆମେ, ଢେଙ୍କାନାଳ ଟାଉନ ଭିତରକୁ ରାସ୍ତା ଅଛି, କିନ୍ତୁ ଢେଙ୍କାନାଳ ପୂର୍ବରୁ ରାଇଟ୍ ଟର୍ଣ୍ଣ ଅଛି, ଯେଉଁଟାକି ମାନେ ଚିନିକଳ ହୋଇକି ଯେଉଁ ରାସ୍ତାଟା ଯାଇଛି, ଯେଉଁଟାକି ବାଇପାସ୍ ଅଛି। ସେମିତି ଯେଉଁଟା ବି ସିଧା ବି ରାସ୍ତା ଥିବ ଡାହାଣକୁ ଯିବାର ଥିବ, ମାନେ ଡାହାଣକୁ ଆମର ମେନ୍ ରୋଡ଼ଟା ଡାହାଣକୁ ଥିବ, ତ ସେଇ ଜାଗାରେ ଆପଣମାନେ କିଛି ପୂର୍ବରୁ ଚିହ୍ନ ଯେତେବେଳେ ଦେଖିଦେବେ ଜାଣିବେ ଯେ ଆଗକୁ ସିଧା ରାସ୍ତା ବି ଅଛି ଆଉ ଡାହାଣକୁ ବି ଅଛି। ତ ଆମକୁ ଯଦି ବଡ଼ ଗାଡ଼ି ଅଛି, ଆମକୁ ମେନ୍ ରୋଡ଼ରେ ଯିବାର ଅଛି, ଆମକୁ ଡାହାଣକୁ ଯିବାର ଅଛି, ସିଧା ଗଲେ ଟାଉନ ଥିବ। ତ ଏଇଟା ନିହାତି ଜଙ୍କସନ୍ ଯେଉଁଟା ଭିଡ଼ ରହୁଛି, ଜଙ୍କସନ୍ ରହୁଛି, ତାର ପୂର୍ବରୁ ଏ ଚିହ୍ନଟି ଦିଆଯାଇଥାଏ। ତାପରେ ପଳେଇ ଆସିବା ଆମେ ଆଗକୁ ଯାଇ ବାମକୁ ମୋଡ଼ିବା ବାଧ୍ୟତାମୂଳକ। ଜଙ୍କସନ୍ ପ୍ରଥମ ସେଇଭଳିଆ କିଛି ଜାଗାରେ ଡାହାଣକୁ ଥାଏ, କିଛି ଜାଗାରେ ବାଁକୁ ଥାଏ। କିଛି ଜାଗାରେ ମାନେ ସିଧା ଗଲେ ଭାରି ଜଙ୍କସନକୁ ଆପଣମାନେ ପଳେଇଯିବେ, ସେ ଜାଗାରେ ଯଦି ବାଁକୁ ଗଲେ ଭାରି ଆପଣମାନେ ବାଇପାସ୍ରେ ପଳେଇବେ। ମୁଖ୍ୟତଃ ବାଇପାସ୍ ପୂର୍ବରୁ ଏଇଗୁଡ଼ାକ ସବୁ ଥାଏ ଚିହ୍ନ। ତ ନିହାତି ଆପଣମାନେ ୟାକୁ ସବୁବେଳେ ଜାଣିବା ଦରକାର। ଆପଣମାନେ ଜାଣିକିରି ଆଉ ଭାଇମାନଙ୍କୁ ବି ଜଣାନ୍ତୁ। ଯାହା ଯାହା ନିୟମ ରୁଲ୍ସ ଯାହା ବି ଟ୍ରାଫିକ୍ର ସବୁ ଆସୁଛି, ସବୁ ଜିନିଷ ଆପଣମାନେ ନିଜେ ଜାଣନ୍ତୁ, ଅଲଗା ଭାଇମାନଙ୍କୁ ମଧ୍ୟ ଜଣାନ୍ତୁ। ଜୟ ଜଗନ୍ନାଥ, ନମସ୍କାର।